କାହ୍ନୁ ଗାଁରୁ ଆଣିଥିବା ଓଉକୁ କଷି ଓଉକୁ ଆଜି ଓଉ ରାଇତା ବନେଇବା। ସବୁଦିନ ସବୁବେଳେ ତ ପାକଳ ଓଉର ଓଉ ରାଇତା ଖିଆ କଷି ଓଉ ରାଇତାଟା ବହୁତ ଭଲ ଲାଗେ। ତ ମୁଁ ଆଜି ଲୁଣି ଓଉ ରାଇତା ବନେଇବି। ମିଠା ଓଉ ରାଇତା ବି ହୁଏ କିନ୍ତୁ ମୋତେ ଲୁଣିଟା ଟିକେ ବେଶୀ ଭଲ ଲାଗେ। ସେଥିପାଇଁ ମୁଁ ଆଜି ଲୁଣି ବନେଇବି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମେ ମୁଁ ଓଉକୁ ଫଡ଼େଇ ନେଲି, ତାପରେ ଉପର ଚୋପା ଭିତର ଚୋପା ଗୁଡ଼ାକ କାଢ଼ି ନେଇକି ପିସ୍ ପିସ୍ କରି କାଟି ନେଲି। କାଟି ନେଲା ପରେ ତାକୁ ଅଳ୍ପ କିଛି ପାଣି ଦେଇକି ଲୁଣ ହଳଦୀ ଦେଇକି ଏବେ ତାକୁ ସିଝେଇ ନେବା। ତାକୁ ଏବେ ଛାଡ଼ିଦେବା ସିଝେଇବା ପାଇଁ। ଲୁଣ ଦେଇକି ଭଲ ଭାବରେ ଗୋଳେଇ ଦେଇ ଏବେ ତାକୁ ଭଲ ଭାବରେ ଛାଡ଼ିଦେବା ସିଝିବା ପାଇଁ। ଆଉ ତା ପାଇଁ ମସଲା ପ୍ରସ୍ତୁତ କରିବା। ତ ତା ପାଇଁ ଏଠି ମସଲା ପ୍ରସ୍ତୁତ କରିବା। ମୁଁ ଏଠି ସୋରିଷ ଆଉ ରସୁଣକୁ ବାଟି ନେଉଛି। ମୋ ପାଖରେ ଶୁଖିଲା ଲଙ୍କା ନଥିଲା, ସେଥିପାଇଁ ମୁଁ ସୋରିଷ ଲଙ୍କା ରସୁଣକୁ ବାଟି ନେଲି। ବାଟି ନେଇ ସାରିଲା ପରେ ତାପରେ ଏବେ ସେଥିରେ ଦେଇଦେବା କଡ଼େଇରେ ଅଳ୍ପ କିଛି ତେଲ। ଭୁଲ କରିଦେଲି, ଓଉକୁ ପ୍ରଥମେ ମୁଁ ସିଝିଗଲା ପରେ କାଢ଼ି ନେଲି। ତାପରେ କଡ଼େଇ ବସାଇ ସେଥିରେ ଦେଇଦେଲି ଅଳ୍ପ କିଛି ତେଲ। ତେଲ ଦେଇ ସାରିଲା ପରେ ତାପରେ ସେଥିରେ ଦେଇଦେଲି ଶୁଖିଲା ଲଙ୍କା ଆଉ ସୋରିଷ ଆଉ ଭୃଷଙ୍ଗ ପତ୍ର ଦେଇ ସାରିଲା ପରେ ଟିକେ ଭାଜି ହେଇଗଲା ପରେ ତାପରେ ଦେଇଦେଲି ଓଉକୁ ଦେଇ କିଛି ସମୟ ଭାଜିଲା ପରେ ସେଥିରେ ଦେଇଦେଲି ବାଟିକି ରଖିଥିବା ମସଲା। ତାପରେ ଦେଇଦେଲି ସ୍ୱାଦ ଅନୁସାରେ ଲୁଣ। ଯେହେତୁ ଆମେ ସିଝେଇକି ରଖିଥିନି ମୁଁ ସେତେବେଳେ ଲୁଣ ହଳଦୀ ଦେଇଥିଲି, ସେଇ ଅନୁସାରେ ସ୍ୱାଦ ଅନୁସାରେ ଦେବା। ତାପରେ ଲଙ୍କାଗୁଣ୍ଡ ଦେଇକି ତାକୁ ଭଲ ଭାବରେ କଷି ନେଲି। କଷି ନେଇ ସାରିଲା ପରେ ତାପରେ ଦେଇଦେଲି ପାଣି। ଯେହେତୁ ଆମର ଓଉଟା ସିଝିଛି ବେଶୀ ପାଣି ବି ଦରକାର ନାହିଁ, ଯେତିକି ଝୋଳ ଆବଶ୍ୟକ ସେଇ ଅନୁସାରେ ଅଳ୍ପ ପାଣି ଦେଇକି ତାକୁ କିଛି ସମୟ ଓଲଟେଇ ପୁଲଟେଇ କରିଦେଇ ଘୋଡ଼େଇ ନେଲି। ତାପରେ ହେଇଗଲା ଆମର ରେଡ଼ି ଓଉ ରାଇତା। ହେଇସାରିଲା ପରେ ଗୋଟେ ପ୍ଲେଟ୍କୁ କାଢ଼ି ନେଇକି ଆଉ କାହାକୁ ନ ଦେଇ ମୁଁ ହିଁ ଟେଷ୍ଟ କରିଥିଲି। ବହୁତ ଭଲ ହେଇଥିଲା। ଆପଣ ଥରେ କରନ୍ତୁ ଆଉ ଖାଆନ୍ତୁ। ରହିଲି, ଜୟ ଜଗନ୍ନାଥ।